କେବେ ଭାବିଛ ଆମେ ଯାହାକୁ କହୁଛୁ ମୁଁ କରୁଛି ସେଟା ସତରେ ଆମେ କରୁଛୁ କି? ନା ଏଇ ଦୁନିଆରେ ବହୁତ କଥା ଆପେ ଆପେ ହଉ। ତେବେ ଆମେ କଣ? ଆମର ଅସ୍ତିତ୍ୱ କଣ? କଣ କେବଳ ଆମେ ଏଇ ଦୁନିଆର ଗୋଟେ ଅଂଶ ନା ଆଉ କିଛି? ଆଜିର ଏହି ଭିଡିଓରେ ଆମେ ବୁଝିବା କି କିଛି କଥା ଆମ ଜୀବନରେ ଅଛି ଯାହା ଆମର ନିୟନ୍ତ୍ରଣରେ ଅଛି, ଆଉ କିଛି କଥା ଆମ ନିୟନ୍ତ୍ରଣରେ ନାହିଁ, ପ୍ରଭାବରେ ଆପେ ଆପେ ଘଟୁଛି। ଆମେ ସମସ୍ତେ ଭାବିଥାନ୍ତି ମୋ ଜୀବନ ମୋ ହାତରେ, ସେଥିପାଇଁ ଆମେ ପ୍ଲାନ୍ କରୁଛୁ, ବହୁତ ସାରା ଲକ୍ଷ୍ୟ ବନଉଛୁ, ସଫଳତା ପାଇଁ ଚେଷ୍ଟା କରୁଛୁ। କିନ୍ତୁ ଯଦି ଆମେ ଜୀବନକୁ ଟିକେ ଗଭୀର ଭାବେ ଦେଖିବା ତେବେ ଏକ ଆଶ୍ଚର୍ଯ୍ୟ କଥା ଦେଖିବାକୁ ମିଳେ। ଜୀବନର ବହୁତ ବଡ଼ ଅଂଶ ଆମେ କରୁନାହୁଁ ସେଗୁଡ଼ିକ। ପ୍ରଥମେ ଗୋଟିଏ ସରଳ ଉଦାହରଣ ନିଅ। ଏବେ ତୁମେ ନିଶ୍ୱାସ ନଉଛ, ଥରେ ଦେଖ ସତରେ କଣ ତୁମେ ନିଶ୍ୱାସ ନଉଛ ନା ନିଶ୍ୱାସ ଆପେ ଆପେ ଚାଲିଛି? ତୁମେ ଶୋଇ ପଡ଼ିଲେ ମଧ୍ୟ ଶ୍ୱାସକ୍ରିୟା ଚାଲିଥାଏ, ହୃତ୍ପିଣ୍ଡ ଧକ୍ ଧକ୍ ହେଉଥାଏ, ରକ୍ତ ଶରୀର ଭିତରେ ଚାଲୁଥାଏ। ଏସବୁ କଣ ତୁମେ କରୁଛ? ନା, ଆପେ ଆପେ ଚାଲିଛି। ପ୍ରକୃତିକୁ ଦେଖ, ଗଛ ବଢୁଛି, ଫୁଲ ଫୁଟୁଛି, ନଦୀ ବହୁଛି, ସୂର୍ଯ୍ୟ ମଧ୍ୟ ଉଠୁଛି। ଏହି ସବୁ କାମ କେହି ଜୋର କରି କରୁନାହିଁ, ସବୁ କିଛି ସ୍ୱାଭାବିକ ଭାବରେ ଘଟୁଛି। ତୁମ ଜୀବନକୁ ଥରେ ଦେଖ, ତୁମେ ଗୋଟିଏ ଦିଗକୁ ଯିବା ପାଇଁ ଭାବିଥିଲ, କିନ୍ତୁ ହଠାତ୍ ଗୋଟେ ନୂଆ ସୁଯୋଗ ଆସିଲା। କେତେବେଳେ ତୁମେ ଭାବିନଥିବା ଲୋକ ତୁମ ଜୀବନରେ ପ୍ରବେଶ କରିଗଲା, କେତେବେଳେ ତୁମେ ଭାବିନଥିବା ସମସ୍ୟା ଆସିଗଲା, ଯାହା ପରେ ଜୀବନକୁ ନୂଆ ଦିଗ ଦେଇଦେଲା। ଏହାର ଅର୍ଥ କଣ? ଅର୍ଥ ହେଉଛି ଜୀବନର ଅନେକ ଘଟଣା, ଅନେକ ପ୍ଲାନ୍ ଆମ ଅନୁସାରେ ଘଟେ ନାହିଁ। ଧରିନିଅ ତୁମେ ଗୋଟେ ନଈରେ ପହଁରୁଛ, ସୁଅ ବହୁତ ଜୋର ପଡ଼ିଛି, ତୁମେ ସୁଅର ବିପରୀତ ଦିଗରେ ପହଁରିବାକୁ ଚେଷ୍ଟା କରୁଛ। ଯଦି ତୁମେ ପାଣି ସହ ଲଢ଼େଇ କରିବ ତେବେ ଶୀଘ୍ର ଥକିଯିବ। ଯଦି ତୁମେ ପାଣିର ପ୍ରବାହକୁ ବୁଝି ତା ସହ ଚାଲିବ ତେବେ ପହଁରିବା ଅତ୍ୟନ୍ତ ସହଜ ହୋଇଯିବ। ଠିକ୍ ଜୀବନ ମଧ୍ୟ ଏହିପରି। ଯେତେବେଳେ ମଣିଷ ଭାବେ ମୁଁ ସବୁ କିଛି କଣ୍ଟ୍ରୋଲ କରିବି, ସେତେବେଳେ ତା ଜୀବନରେ ଚିନ୍ତା ଓ ଅସୁବିଧା ଆହୁରି ବଢ଼େ। କାରଣ ଜୀବନ ସବୁବେଳେ ଆମ ଇଚ୍ଛା ଅନୁସାରେ ଚାଲେ ନାହିଁ। କିନ୍ତୁ ଯେତେବେଳେ ଆମେ ବୁଝିଯାଉ କି ଜୀବନ ଗୋଟିଏ ପ୍ରବାହ, ତେବେ ମନ ଶାନ୍ତ ହୋଇଯାଏ। ଏହାର ଅର୍ଥ ଏହା ନୁହେଁ କି ମଣିଷ କିଛି କରିବ ନାହିଁ। ମଣିଷ ସବୁ କିଛି କରିବ, ଚେଷ୍ଟା କରିବ, ସ୍ୱପ୍ନ ଦେଖିବ, କିନ୍ତୁ ତା ସହିତ ଜୀବନର ପ୍ରବାହକୁ ମଧ୍ୟ ବୁଝିବ। ଏବେ ଶୁଣ ଫାଇନାଲ ମେସେଜ। ସତ୍ୟ ହେଉଛି ଏହା, ଏହି ବିଶାଳ ଦୁନିଆରେ ବହୁତ କିଛି ଆପେ ଆପେ ଘଟୁଛି। ଆମେ କେବଳ ସେହି ପ୍ରବାହର ଗୋଟିଏ ଅଂଶ। ଯେତେବେଳେ ମନୁଷ୍ୟ ଏହି ସତ୍ୟକୁ ବୁଝିପାରେ, ସେତେବେଳେ ତା ଜୀବନରେ ଶାନ୍ତି ଆସେ, ସ୍ୱାଧୀନତା ଆସେ, ଜୀବନ ଅଧିକ ସୁନ୍ଦର ହୋଇଯାଏ। ତେଣୁ ମନେ ରଖ, ଜୀବନକୁ ବଳ ମୁତାବକ ଜୋର କରି ଚଲେଇବାକୁ ଚେଷ୍ଟା କରିବନି। ଜୀବନକୁ ବୁଝ, ଜୀବନକୁ ଦେଖ, ଜୀବନକୁ ଅନୁଭବ କର। କାରଣ ଅନେକ ସମୟରେ ଜୀବନକୁ ବଦଳେଇବା ଠାରୁ ଜୀବନକୁ ବୁଝିବା ଅଧିକ ଜରୁରୀ ହୋଇଥାଏ। ଆଶା କରେ ଏହି ବାର୍ତ୍ତାକୁ ତୁମେ ବୁଝିପାରିଥିବ। ଏବେ ତୁମକୁ ମୋର ପ୍ରଶ୍ନ, ମୋତେ କୁହ, ଏହି ଜୀବନ ଯାହା ତୁମ ହାତରେ ନାହିଁ ତାକୁ କଣ ତୁମେ ଚଲାଉଛ, ନା ଜୀବନ ଆପେ ଆପେ ଚାଲୁଛି?